2026 ମସିହାରେ ହେବାକୁ ଯାଉଛି ଏକ ବଡ଼ ବିପତ୍ତି। ଆପଣମାନେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ଯେ ଏମିତି କିଛି ହେବାକୁ ଯାଉଛି। ଦର୍ଶକ ବନ୍ଧୁ, ପୁରାଣ ମାଳିକା ଅନୁସାରେ ଯାହା ଲେଖାଯାଇଛି ତାହା ଗୋଟି ଗୋଟି ସତ ହେବାକୁ ଲାଗିଛି। ଏହି 2026 ମସିହାରେ ମାଳିକାରେ ଏମିତି କଥା ଲେଖା ହେଇଛି ଯାହା ଘଟିବ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ, ଏହି କଥା କିଛି ମନଗଢ଼ା ନୁହେଁ, ଏହା ମାଳିକାରେ ଉଲ୍ଲେଖ ଅଛି। ଆପଣମାନେ ଚାହିଁଲେ ମଧ୍ୟ ଦେଖିପାରିବେ। ଦର୍ଶକ ବନ୍ଧୁ, ମାଳିକାରେ ଯାହା ଲେଖାଯାଇଛି ଆଜି ପର୍ଯ୍ୟନ୍ତ କୌଣସି କଥାଟି ମିଥ୍ୟା ପ୍ରମାଣିତ ହୋଇନି। ସବୁ ଗୋଟି ଗୋଟି କରି ସତ୍ୟ ହୋଇଛି ଏବଂ ହେବ ମଧ୍ୟ। ସେ ମୁଖରେ ମାସ୍କ ବାନ୍ଧିବା କଥା ହେଉ ବା ସେ ଉଷୁନା ଧାନ ଗଜା ହେବା କଥା ହେଉ, ସେ ଯେକୌଣସି କଥା ହେଉ, ଏ କଳିଯୁଗରେ ପାପ ଭାର ଏତେ ମାତ୍ରାରେ ବଢ଼ିଗଲାଣି ଯେ କୌଣସି ମଣିଷ ସତ୍ୟଟାକୁ ଜାଣିପାରୁନାହାନ୍ତି। ସତ୍ୟକୁ ହିଁ ମିଥ୍ୟା ବୋଲି ଭାବି ଆଗେଇ ଚାଲିଛନ୍ତି, ପାପ ପରେ ପାପ କରି ଚାଲିଛନ୍ତି। ସେ ନିଜେ ଜାଣିବା ରଖିବା ଦରକାର ଯେ ଏ ପାପର ପରିଣାମ ଦିନେ ନା ଦିନେ ତାଙ୍କୁ ଭୋଗିବାକୁ ପଡ଼ିବ। ଦର୍ଶକ ବନ୍ଧୁ, ମୋ ଚ୍ୟାନେଲରେ ସବୁବେଳେ କିଛି ଶିକ୍ଷଣୀୟ ଜିନିଷ ଏବଂ ପୁରାଣ ରହସ୍ୟମୟ ଜିନିଷ ପଡ଼ୁଛି। ତ ଦର୍ଶକ ବନ୍ଧୁ, ଆଜି ଯେଉଁ କଥାଟି ଆଲୋଚନା କରିବାକୁ ଯାଉଛି ଏହା ନିରାଟ ସତ୍ୟ ଅଟେ। ଏହି 2026 ମସିହା କେତେ ତାରିଖରେ ଆରମ୍ଭ ହେବାକୁ ଯାଉଛି ଏ ଘୋର 7 ରାତି ଅନ୍ଧାର, ଏହା ମାଳିକାରେ ଲେଖାଯାଇଛି। ଯାହା ଲେଖାଯାଇଛି ଆପଣଙ୍କ ନିକଟକୁ ପହଞ୍ଚିବାଟା ଆମର ଧର୍ମ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ କି ଏମିତି କିଛି ନୂଆ ନୂଆ ଭିଡ଼ିଓ ଅପଲୋଡ଼ କଲେ ଆପଣଙ୍କ ନିକଟରେ ସର୍ବପ୍ରଥମେ ପହଞ୍ଚିପାରିବ। ଦର୍ଶକ ବନ୍ଧୁ, ଏହି ଯେଉଁ 2026 ମସିହାରେ ମାଳିକା ଅନୁସାରେ ଯେଉଁ ଲେଖାଯାଇଛି ଯେ 7 ରାତି ହେବ, ସେ 7 ରାତି କେବେଠୁ ଷ୍ଟାର୍ଟ ହେବ ଏବଂ କେବେଠାରୁ ଶେଷ ହେବ, ତ ସେହି ବିଷୟରେ ଆଜି ଆମେ କଥା ହେବା। ତ ଏହି 7 ରାତି ଯେଉଁ ହେବ ଏହା କେତେ ଦୂର ସତ୍ୟ ଏବଂ କେତେ ଦୂର ମିଥ୍ୟା। ତ ଦର୍ଶକ ବନ୍ଧୁ, ଆପଣମାନେ ଅଳ୍ପ ବହୁତ ସମସ୍ତେ ମାଳିକା ଅଧ୍ୟୟନ କରିଥିବେ। ସେ ମାଳିକାରେ ଯେତେ କଥା ଲେଖାଯାଇଛି ଆଜି ପର୍ଯ୍ୟନ୍ତ ସମସ୍ତ କଥା ସତ୍ୟ ହେବାକୁ ଲାଗିଛି। ତ ମଝିରେ ଯେଉଁ କରୋନା ରୋଗ କଥା ହେଉ କିମ୍ବା ଯେକୌଣସି କଥା ହେଉ ବା ଯୁଦ୍ଧ କଥା ହେଉ, ସବୁକିଛି ଗୋଟି ଗୋଟି ସତ ହେବାକୁ ଲାଗିଛି। ତେଣୁ ଏହି କଥାଟି ସତ୍ୟ ହେବ ମଧ୍ୟ, କାରଣ ଯାହା ମାଳିକାରେ ଲେଖାଯାଇଛି ସେସବୁ ଗୋଟି ଗୋଟି କରି ସତ୍ୟ ହେବାକୁ ଲାଗିଛି। ଦର୍ଶକ ବନ୍ଧୁ, 4 ଯୁଗରେ 8 ଜଣ ଆଗତ ଭବିଷ୍ୟତ କଥା କହିଥାନ୍ତି। ତ ସତ୍ୟ ଯୁଗରେ କାଉ ଏବଂ କୁକୁର କହିଥାନ୍ତି ସତ୍ୟ ଆଗତ ଭବିଷ୍ୟତ କଥା, ଏବଂ ତ୍ରେତୟା ଯୁଗରେ ରାବଣ ଜାଣିପାରୁଥିଲେ ଆଗତ ଭବିଷ୍ୟତ କଥା, ଏବଂ ରାମଚନ୍ଦ୍ରଙ୍କର ମାତା କୈକେୟୀ, ଯିଏକି ଭଗବାନ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ପଠାଇ ଦେଇଥିଲେ, ସେ ମଧ୍ୟ ଜାଣିପାରୁଥିଲେ ଆଗତ ଭବିଷ୍ୟତ କଥା। ସେଥିପାଇଁ ସେ ରାମଚନ୍ଦ୍ରକୁ ବନବାସ ପଠାଇ ଦେଇଥିଲେ, କାରଣ ସେ ଅଯୋଧ୍ୟା ରାଜଗଦିରେ 7 ବର୍ଷ ଭିତରେ ଯିଏ ବସିଥାନ୍ତା ସେ ମୃତ୍ୟୁବରଣ କରିଥାନ୍ତା। ତ ଦ୍ୱାପରରେ ଶକୁନି ଜାଣିପାରୁଥିଲେ ଆଗତ ଭବିଷ୍ୟତ କଥା ଏବଂ ସହଦେବ ଜାଣିପାରୁଥିଲେ ଆଗତ ଭବିଷ୍ୟତ କଥା, କାରଣ ସେ ନଖ ଦର୍ପଣ ଜାଣିଥିଲେ ଏବଂ ଶକୁନି ଯେଉଁ ପଶା କାଠି ଧରିଥିଲେ ସେ ପଶା କାଠି ବଳରେ ସେ କ'ଣ ଘଟିବ ନ ଘଟିବ ସବୁ କିଛି ଜାଣିପାରୁଥିଲେ। ଏ କଳିଯୁଗରେ 2 ଜଣ ହିଁ ଆଗତ ଭବିଷ୍ୟତ କଥା ଜାଣିପାରୁଥିଲେ। ସିଏ ହେଲେ ଅଚ୍ୟୁତାନନ୍ଦ ଦାସ ଏବଂ ଭୀମ ଭୋଇ। ଏକଥା ଆପଣମାନେ ସମସ୍ତେ ମଧ୍ୟ ଜାଣିଛନ୍ତି। ସେ ଅଚ୍ୟୁତାନନ୍ଦ ଦାସ ଯାହା ଲେଖିଦେଇ ଯାଇଛନ୍ତି ତାହା ସବୁ ଅକ୍ଷର ଅକ୍ଷର ସତ ହେବାକୁ ଲାଗିଛି। ଏହି ଯେଉଁ ନ୍ୟୁଜ୍ଟି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଯେ 2026 ମସିହାରେ ମାଳିକା ସତ ହେବାକୁ ଯାଉଛି, ଯେଉଁ 7 ରାତି 7 ଦିନ ଅନ୍ଧାର ହେବାକୁ ଯାଉଛି, ଏହା କେବେ ହେବ ଏବଂ କେଉଁ ଦିନଠାରୁ ଷ୍ଟାର୍ଟ ହେବ ଏବଂ କେତେ ଦିନ ପର୍ଯ୍ୟନ୍ତ ଏହି ଅନ୍ଧାର ହୋଇ ରହିବ, ଏହି ବିଷୟରେ ଆଜି ଆପଣଙ୍କ ନିକଟରେ ମୁଁ କହିବି। ତ ଦୟାକରି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ, ଯାହାକି ଯେକୌଣସି ମାଳିକାରେ ଯାହା ଲେଖାଯାଇଛି ଆପଣଙ୍କୁ ଗୋଟିଏ ଗୋଟିଏ ମୁଁ କହିବି। ତ ଦର୍ଶକ ବନ୍ଧୁ, ଅଚ୍ୟୁତାନନ୍ଦ ଦାସ ମାଳିକାରେ ଉଲ୍ଲେଖ କରିଛନ୍ତି ଯେ ଏ 2026 ମସିହା ବର୍ତ୍ତମାନ ଆମେ
ଗତି କରୁଛେ ସେ 26 ମସିହା ଭିତରେ ଏହି ଏପ୍ରିଲ ମାସ 26 ତାରିଖ ଠାରୁ ଆରମ୍ଭ ହେବ 7 ରାତି। କେବେ ସରିବ ନା ଜୁନ ମାସ 2 ତାରିଖରେ ହିଁ ସରିବ। ଏହା ନିଶ୍ଚିତ ଭାବରେ ହେବାଟା ସୁରକ୍ଷିତ ଧାର୍ଯ୍ୟ, କାରଣ ଆଜି ପର୍ଯ୍ୟନ୍ତ ଯେତିକି ମଧ୍ୟ ଏହି ମାଳିକାରେ ଲେଖାଯାଇଛି ସବୁ ଅକ୍ଷରେ ଅକ୍ଷରେ ସତ ହୋଇଛି, ଏହା ମଧ୍ୟ ସତ ହେବ। ତ ଦର୍ଶକ ବନ୍ଧୁ, ଆପଣମାନେ ଆଉ କାଳ ବିଳମ୍ବ ନ କରି ଭଗବାନଙ୍କ ଶରଣାପନ୍ନ ହୁଅନ୍ତୁ, ଭଗବାନଙ୍କ ନାମ ସଂକୀର୍ତ୍ତନ ଜପ କରନ୍ତୁ, ଯାହାଫଳରେ କି ଆପଣମାନେ ବର୍ତ୍ତିଯିବେ। ପ୍ରାୟତଃ ସେ ମାଳିକା ଅନୁସାରେ ଯାହା ଲେଖାଯାଇଛି, ଏଠି ଗୋଟି ଗୋଟି ହେଇ ସମସ୍ତ ଲୋକ ମରିବେ, ରକ୍ତର ସୁଅ ଛୁଟିବ, ପିଶାଚ ଭୂତ ପିଶାଚ ରକ୍ତମୁଖା ହେଇ ବୁଲିବେ, ଦେବୀମାନେ ରକ୍ତମୁଖା ହେଇ ବୁଲିବେ, ବାଘ ଭାଲୁ ଗ୍ରାମ ନଗର ବା ସହରରେ ପଶିଯିବେ, ଆକ୍ରମଣ କରି ଲୋକଙ୍କୁ ମାରିବେ। ଏହିଭଳି ଭାବରେ ଭୟଙ୍କର 7 ଦିନରେ ପୁରା ଭୟଙ୍କର ତାଣ୍ଡବ ପ୍ରକାଶ କରିବ ଏ ପୃଥିବୀ। ତ ଦର୍ଶକ ବନ୍ଧୁ, ଏଇ ଡେଟ୍ଟି ମନେ ରଖନ୍ତୁ, 2026 ମସିହା ଏଇ ଏପ୍ରିଲ ମାସ 26 ତାରିଖ ଦିନ 7 ରାତି 7 ଦିନ ଅନ୍ଧାର ହେବା ଷ୍ଟାର୍ଟ ହେବ ଏବଂ ଜୁନରେ ସରିବ। ତ ଦର୍ଶକ ବନ୍ଧୁ, ମୁଁ ଆଶା କରେ ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଏହାପରେ ଯାହା ବି ନୂଆ ନୂଆ ଅପଡେଟ୍ ଆସିବ ଆପଣମାନେ ସର୍ବପ୍ରଥମେ ଜାଣିପାରିବେ। ଏବଂ ପୁରାଣର ରହସ୍ୟମୟ ତତ୍ତ୍ୱ ଆଉ କିଛି ଯଦି ଜାଣିବା ପାଇଁ ଚାହୁଁଛନ୍ତି ଏହି ମାଳିକା ବିଷୟରେ, ମୋତେ ନିଶ୍ଚୟ କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।